କ'ଣ ଆପଣମାନେ ଭାବୁଛନ୍ତି ଆମେ ସପ୍ତ ପୁଣ୍ୟ ନଦୀରେ ସ୍ନାନ କରି ଆମର ପାପ ଧୋଇଦେବା ବୋଲି? ତାହେଲେ ଭୁଲ ବୁଝୁଛନ୍ତି। ଯଦି କଳିଯୁଗରେ ଏଇ 5ଟି କାର୍ଯ୍ୟ ତୁମେ କରୁଥିବ ତାହେଲେ ଭାବ ଯେ ତୁମେ ଯେତେ ସପ୍ତ ପୁଣ୍ୟ ନଦୀରେ ସ୍ନାନ କଲେ ବି କୌଣସି ପାପ ଧୋଇ ହେବ ନାହିଁ। ସେ 5ଟି କାର୍ଯ୍ୟ ହେଉଛି ପର ସ୍ତ୍ରୀ ସଙ୍ଗ କରିବା, ଅବୈଧ ସମ୍ପର୍କ ସ୍ଥାପନ କରିବା। ଦ୍ୱିତୀୟରେ ଜୀବକୁ ମାରି ତା'ର ମାଂସ ଭକ୍ଷଣ କରିବା, ଆମିଷ ଭକ୍ଷଣ। ତୃତୀୟରେ ଜୁଆ ଖେଳିବା। ଚତୁର୍ଥରେ ମଦ୍ୟପାନ କରିବା ଏବଂ ପଞ୍ଚମରେ ହିଂସା ପ୍ରକୃତି ଆଚରଣ କରି ଅନ୍ୟର ସମ୍ପତ୍ତି ଲୁଟ କରି ଜୀବ ହତ୍ୟା କରିବା। ଏହି 5ଟି ଯଦି କାର୍ଯ୍ୟ କରୁଥିବେ ତାହେଲେ ଭୁଲି ଯାଆନ୍ତୁ ଆପଣମାନେ ସ୍ନାନ କରିବା ଦ୍ୱାରା ଆପଣଙ୍କର ପାପ ଧୋଇ ହୋଇଯିବ ବୋଲି। ରାଧେ ରାଧେ।